ଆପଣ ଯଦି ନ ଆସିଥାନ୍ତେ ତାହେଲେ ମୋର ଯେ କ'ଣ ହେଇଥାନ୍ତା ସେ ଦେବଦେବ ମହାଦେବ ହିଁ ଜାଣିପାରିବେ। ରୂପସୀ ଏଇ ଏଇ ବାକ୍ୟ ଖବର କିଛି ଆବଶ୍ୟକତା ନାହିଁ, କାହିଁକି ନା ଏ ଗୋଟିଏ କ୍ଷତ୍ରିୟ ଧର୍ମ। ତମ ଯାହାର ଅନେକ ନାରୀ ଥିଲେ ମଧ୍ୟ ମୁଁ ମୋ କ୍ଷତ୍ରିୟ ଧର୍ମ ପାଳନ କରିଥାନ୍ତି। ହେଲା ଯେ ଆଜିକାଲି ଦୁନିଆରେ କ'ଣ କିଏ କାହାକୁ ସାହାଯ୍ୟ କରୁଛି ବୀର? ହେଲେ ରୂପସୀ ହଁ ମୁଁ ବୁଝିପାରିଲି ଏଇ ନିରୋଳା ଜାଗାରେ ତମ ଭଳି ଗୋଟିଏ ସୁନ୍ଦରୀ ନାରୀ ଆଉ ଏଇ ଦୁର୍ଦାନ୍ତ ରାକ୍ଷସ ଆରେ କଥା କ'ଣ? ଦେଖ ମୁଁ ସଖୀମାନଙ୍କ ସହିତ ସେ ଦେବଦେବ ମହାଦେବ ମନ୍ଦିରକୁ ଆସିଥିଲି, ଆଉ ସେତେବେଳେ ସେ ଦୁଷ୍ଟ ଦାନବଟା ଆସି ମୋ ପ୍ରତି ଅତ୍ୟାଚାର କରୁଥିଲା। ଆପଣ ଠିକ୍ ସମୟରେ ଆସି ମୋତେ ବଞ୍ଚାଇ ଦେଲେ ବୀର, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ହଁ ସତରେ ମୁଁ ଯଦି ଆଜି ଉଜିଶଣ ନ ଆସିଥାନ୍ତି ତମର ଯେ କ'ଣ ହେଇଥାନ୍ତା ସେଇ ତମ ଦେବଦେବ ମହାଦେବଙ୍କୁ ଜଣେ। ତୁମେ ଠିକ୍ କହିଛ, ହଁ ହେଲେ ମୁଁ ତ ଏଇ ଜାଗାରେ ଆପଣଙ୍କୁ ପ୍ରଥମ ଥର ପାଇଁ ଦେଖୁଛି। ଆଚ୍ଛା ହଁ ଆରେ ମୁଁ ବି ତ ତମକୁ ପ୍ରଥମ ଥର ପାଇଁ ଦେଖୁଅଛି ଉଦ୍ୟାନ କାନନରେ। ଦେଖ ଏଇଟା ହେଉଛି ଆମ ରାଜ୍ୟ, ଆଉ ଏଠିକୁ ଆସିଲ କେମିତି? ଆପଣଙ୍କୁ ଗୋଟେ କଥା ପଚାରିବି, ଆପଣ ଖରାପ ଭାବିବେନି ତ? କ'ଣ ତମେ ପଚାରି ପାର, ମୁଁ ଖରାପ ଭାବିବିନି। ସତରେ? ହଁ ହେଲେ ବୀର ମୁଁ କ'ଣ ଜାଣିପାରିବି ଆପଣଙ୍କ ପରିଚୟ ଟିକେ? ପରିଚୟ? ହଁ ଏଇ ଉଦ୍ୟାନକୁ ଆସି ମୋର ଅନେକ ସମୟ ହେଲାଣି।